ମାନେ ଆଜି ଆମେ ଜଙ୍ଗଲ ବୁଲିବାକୁ ଯାଉଛୁ ମୟୂରଙ୍କୁ ଖାଇବାକୁ ଦେବାକୁ କହିଲେ ଆମ ଟୁଆଟେ ବି ଆମ ପଛରେ ପଛରେ ଆସୁଛନ୍ତି। ଟୁଆ ଆସନ୍ତି ଟୁଇ ପଛରେ। ହଁ ଆଜି ଚାଲେ ସମସ୍ତେ ଜଙ୍ଗଲ ଯିବା ବୁଲିବାକୁ ଆଉ। ସେ କହୁଛି ମୋ ଭାଇ ଭଉଣୀ ମାନେ ଯାଉଛନ୍ତି ସମସ୍ତେ ଯାଉଛନ୍ତି ମୋତେ କାହିଁ ନେଉନାହାନ୍ତି। ଦୁଇଜଣ ଯାକ ସେଥିପାଇଁ ଆମ ପଛେ ପଛେ ଆସୁଛନ୍ତି। ମୟୂରମାନେ କେତେ ଜୋର ବୋବଉଛନ୍ତି। ଆମ ଟୁଆଟେ ବି ତାଙ୍କଠୁ ଅଧିକ ଜୋରରେ ଦୌଡ଼ିକି ଆସୁଛନ୍ତି। ଆସ ଖାଇବାକୁ ଦେଇଦେଇ ଖାଲି ପଳେଇ ଆସ। ଟୁଇ ଦୌଡ଼ିଛି ମାନେ ଟୁଆ ଆସିବ। ଟୁଆ ଦୌଡ଼ିଲା ଟୁଆ ବାହାରିଲା। ସେ ଆସିକି ଏଠେଇ ପାଇଲାଣି। ତାକୁ ଯେତେ ଡାକିଲେ ଘରକୁ ଯାଅ ବୋଲେ ତଡ଼ିଲେ ଗଲେନି। ସେ ଆମରି ସାଙ୍ଗରେ ହିଁ ଯିବେ। ଆମେ କୁଆଡ଼େ କୁଆଡ଼େ ଯାଉଛୁ ତମେ ସବୁ ଆସ। ଲାଙ୍ଗୁଡ଼କୁ କଣ ଫୁଲେଇକି ଆଇଛୁ? କିଏ ତଡ଼ିଲା କି ତତେ? ସାଙ୍ଗମାନେ ଆମେ ଆସିଥିଲୁ ମୟୂରମାନେ ଏଇଠି ଚଢ଼ୁଛନ୍ତି। ଆମେ ତାଙ୍କୁ ଖାଇବାକୁ ଦେଇକି ଯିବୁ। ଗୋଟେ ଏଇଠି ଚଢ଼ୁଛି ଆଉ ଗୋଟେ ସେଇଠି ଗଛ ଉପରେ ବଇଛି। ସାଙ୍ଗମାନେ ମୟୂରମାନେ ଏମିତି ଚଢ଼ନ୍ତି। ଏଇଠି ସବୁବେଳେ ଚଢ଼ନ୍ତି ଆଉ ଖାଇବା ପକାଇ ଦେଇ ଆମେ ଯେତେବେଳେ ଟିକେ ଦୂରକୁ ପଳାଉ ତାଠି ସାଙ୍ଗେ ସବୁ ଖାଇ ଦେଇକି ଯାଆନ୍ତି। ମାମା ଦେହ ଭଲ ନାହିଁ ସେଥିପାଇଁ ଆମେ କେବଳ ମୟୂରଙ୍କୁ ଖାଇବା ଦେଇକି ଯାଉଛୁ। ଆମେ ଆପଣଙ୍କୁ ଯେତିକି ପାରିଲୁ ସେତିକି ମୟୂର ଦେଖେଇଲୁ ଆଉ ଭିଡ଼ିଓ କଲୁ। ଆମେ ଏବେ ଜଙ୍ଗଲରୁ ଘରକୁ ଯାଉଛୁ। ଆଉ ଗୋଟେ ଆଣ୍ଟି ବାଟରେ ଜଗିକି ବସିଛନ୍ତି। ଆମେ ଗଲାବେଳକୁ ତାଙ୍କୁ ଘରକୁ ନେଇକି ଯିବୁ। ସାଙ୍ଗମାନେ ଟୁଆଟିକି ଏଇଠି ଛାଡ଼ିକି ଯାଇଥିଲି। ଆମେ ଆଇଲା ବେଳକୁ ସେ ଏଇଠି ବସୁଛନ୍ତି। ଏବେ ଆମ ସାଙ୍ଗରେ ଆମ ଆଗରେ ସେ ଘରକୁ ଯିବ ଆଉ। ଚାଲ ଇଆଡ଼େ ଆସେ। ହଉନା ଯେ ଆମ ଟୁଆଟି ଜଙ୍ଗଲ ଆସିଛନ୍ତି। ଆଉ ଜଙ୍ଗଲରେ ଗଛ ଫଛ ସବୁ ଚଢ଼ିକି ମଜା ଉଠୁଛନ୍ତି ଜଙ୍ଗଲ ଆଉ। ସେ ସବୁ ଗଛରେ ଚଢ଼ିବେ ସାଙ୍ଗମାନେ ଆଜି। ସେ କହୁଛି ଆମ ଘର ପାଖରେ ଗୋଟେ ନିମ୍ବ ଗଛ ଆଉ ଶିମରିଆ ଗଛରେ ଚଢ଼ୁଥିଲେ ଆଜି ଜଙ୍ଗଲକୁ ଏଇଠି ସବୁ ଗଛରେ ଚଢ଼ିକି ଯିବି। ଆମେ ଯାଉଛୁ ବୋଲି ଆମ ପଛ ପଛେ ଟୁଆଟେ ବି ଆସିଛନ୍ତି। ଟୁଇ ଆଗରେ ଆସିଛି ହେରି। ଟୁଇ ଟିକେ ଗଛ ଚଢ଼ିକି ହାଲିଆ ହେଇଯାଇଛି ଆଉ ଚାଲି ଆସିଛି ଆଉ। ଟୁଇ ଗଛରେ ଚଢ଼ୁଛି ହାଲିଆ ହେଇଗଲା ତ ଟିକେ ଆଉ। ଆବେ ଗାଈକି ଦେଖିକି ଲାଙ୍ଗୁଡ଼କୁ ଦେଖ ତାର। ଗାଈକି ଦେଖିକି ତା ରିଆକ୍ସନ କେମିତି ନାଙ୍ଗଡ଼କୁ ଟେକିକି ଆଗରେ ଦୌଡୁଛି। ସାଙ୍ଗମାନେ ଆମ ଘର କରରେ ଜଣଙ୍କର ପୋଷା କୁକୁରଟା ଅଛି। ଆଉ ଦି ଜଣଙ୍କୁ ଦେଖିକି କୁକୁର କେମିତି ଉଣ୍ଡିଛି ଦେଖନ୍ତୁ।
ସାଙ୍ଗମାନେ ଜଙ୍ଗଲକୁ ଯାଇକି ଦି ଜଣ ଯାକ ଏମିତି ଖେଳୁଛନ୍ତି, ଏତେ ଶୋଷ ତାଙ୍କୁ ଦେଖନ୍ତୁ କେମିତି ବିକଳରେ ପାଣି ପିଇ ଯାଉଛନ୍ତି। ସାଙ୍ଗମାନେ ଜଙ୍ଗଲ ଟୁଆଣ୍ଟିକି ଆଣିକି ପଳେଇ ଆସିଲୁ। ଦେଖନ୍ତୁ ଜଙ୍ଗଲରେ ଏମିତି ଖେଳିଛନ୍ତି ଆଜି ଦି ଜଣ ଯାକ ଘରକୁ ଆସିକି ଆଁ କରିକି ହାଲିଆ ହେଇକି ପଡୁଛନ୍ତି। ସିଏ ଗୋଟେ ଧଇସଇ ହଉଛି, ଗୋଟେ ଆଁ କରିକି ପଡୁଛି, କଣ କରିବା ବାଟ ପାଉନି। ଆମମାନେ ଆଶା କରୁଛୁ ଯେ ଆଜିର ବ୍ଲଗ୍ଟି ଆପଣମାନଙ୍କୁ ଭଲ ଲାଗିଥିବ। ବ୍ଲଗ୍ଟିକି ଶେଷ ପର୍ଯ୍ୟନ୍ତ ଦେଖିବେ। ଦିନସାରା ଆମେ କ'ଣ କରୁଛୁ ଆପଣମାନଙ୍କୁ ଫୁଲ୍ ଅପଡେଟ୍ରେ ଭିଡ଼ିଓ ଦେବୁ। କିଏ ଗ୍ରୀଟା କ'ଣ ଗେଟ୍ ଜଗିକି ଶୋଇଛି? ଚା ବରା ତରକାରୀ ଖାଇବୁ। ଭାଇର ଦିଦି ପାଇଁ ଆଇଛି। ଭାଇ ଖାଇବ, ଦିଦି ଖାଇବ। ତୁ ଖାଇବୁ ଟି? ଚା ମୁଁ ଯାଇଥିଲି ମୋ ମେଡ଼ିସିନ ଆଣିବାକୁ। ମୁଁ ଆସିଲା ବେଳକୁ ମୋ ମିମି ଏଇଠି ଜଗିକି ଶୋଇଛି। ମୋ ଝିଅ ଆସିକି ଦେଖୁଛି। ବାବୁନି କ'ଣ କରୁଛି? ବାବୁନିର ସାଇର କ'ଣଟା ଗୋଟେ କରିଛନ୍ତି ନଟଖଟିଆ କାମ। କ'ଣଟା ଗୋଟେ କରିଛନ୍ତି। କିଏ ଖାଇବ ବରା ତରକାରୀ? ତମେ ଖାଇଜାନ ବୋଧେ? ତମେ କେହି ଖାଇଜାନ? ମୋ ମିମି ଖାଇଦେବ ଆଉ। ମୋ ଟୁଇଁ ଆଉ ଟୁଆଁ ଖାଇବେ ଆଉ। ହଉ ଚାଲ ଯାଅ ପ୍ଲେଟ୍ ନେଇ ଆସ, ବରା ତରକାରୀ ଖାଇବ। ଭାଇ ଦେଇ ଖାଇବେ, ତୁ କାଇଁ ବଇଛୁ? ତୁ ବା ଖାଇ ଜାଣିନୁ। ତୁ କ'ଣ ବରା ଖାଇବୁ? ଏ ଟୁଆଁ ତୁ ବରା ଖାଇବୁ? ଟୁଆଁ ବରା ଖାଇବୁ? ଯା ଭାଇ ପାଖରେ ଖାଇବୁ ଯା। ସେ ଖାଲି ଦେଖିବ, ସେ ତ ଖାଇବନି। ମାମାର ତ ଦେହ ଭଲ ନାହିଁ, ମାମା ଖାଇବନି, ସେଇଥିପାଇଁ ଟୁଆଁ ରୁଷିଲା। ଟୁଆଁ ବି ଖାଇବନି। ମାମା ଖାଇବନି ବୋଲି ଟୁଆଁ ଖାଇବନି, ନହେଲେ ମୋ ଟୁଆଁ ମୁହଁ ମାରି ସାରନ୍ତାଣି ଟିକେ ହଉ। ମାଲୋ ସେ ଖାଇବନି। ହଉ ତମେମାନେ ଖାଇଦେଇକି ବସିକି ପାଠ ପଢ଼। ହଁ, ଦିନରେ ଖେଳିଲ ଆଉ ଖେଳିବନି। ପାଠ ପଢ଼ ଏଥର ଖାଇକି। ଟୁଆଁ ତୁ କ'ଣ ଖାଇବୁ? ଅମୁଲ ଖାଇବୁ? ହ୍ୟାଲୋ ସାଙ୍ଗମାନେ, ମୁଁ ଆଜି ଗୋଟେ ଏକ୍ସପେରିମେଣ୍ଟ କରିବାକୁ ଯାଉଛି ଏଇ ପାଇପ୍ ସାହାଯ୍ୟରେ। ଗୋଟିଏ ଡବାକୁ ଆଉ ଗୋଟେ ଡବାକୁ କେମିତି ପାଣି ଯିବ ସେଇଟା ଆପଣମାନେ ଭିଡ଼ିଓଟି ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ ଆଉ ଜାଣନ୍ତୁ। ପ୍ରଥମେ ପାଇପ୍ଟାକୁ ଏମିତି ବୁଡ଼େଇ ଦେବେ। ତାପରେ ତା'ର ଗୋଟେ ମୁଣ୍ଡକୁ ଏମିତି ଚାପୁଡ଼ିକି ଧରିବେ। ଆଣିକି ତାପରେ ଯେଉଁ ବଡ଼ ପଟଟା ଥିବ ସେଇଟା ଯେଉଁପଟେ ପାଣି ଥିବ ସେଇପଟେ ଛାଡ଼ିଦେବେ, ଆଉ ଛୋଟ ପଟଟା ଯେଉଁପଟେ ପାଣି ନଥିବ ସେଇପଟେ ଛାଡ଼ିଦେବେ। ଦେଖନ୍ତୁ ଏଇଭଳି ଭାବରେ କିଛି। କ'ଣ ପାଇଁ ଏମିତି ଖାଲି ହେଉଛି ଗୋଟେ ଡବାରୁ ଆଉ ଗୋଟେ ଡବାକୁ? ସେଇଟା ସାଙ୍ଗମାନେ କମେଣ୍ଟ ବକ୍ସରେ ଜଣାଇବେ। ଏମିତି ଆମେ ନର୍ମାଲ ତ ଗୋଟେ ପାଇପ୍ ଯଦି ଗୋଟେ ଡବା